ଖ୍ରୀଷ୍ଟିଆନ ଜୀବନରେ ଆମକୁ ଥରେ ମାତ୍ର ବାପ୍ତିସ୍ମ ନେବାକୁ ପଡ଼େ ଆଉ ବାରମ୍ବାର ଆମକୁ ପ୍ରଭୁ ଭୋଜ ନେବାକୁ ପଡ଼େ। ପ୍ରିୟମାନେ, ବାପ୍ତିସ୍ମ ଗ୍ରହଣ କରିବା ଏହା ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଅଟେ। ଏହାକୁ କେହି ମଧ୍ୟ ଅମାନ୍ୟ କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିଙ୍କର ମନ ପରିବର୍ତ୍ତନ ହେଇଛି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଛନ୍ତି, ପ୍ରତ୍ୟେକ ଭାଇ ଭଉଣୀମାନେ ସେମାନେ ବାପ୍ତିସ୍ମ ଗ୍ରହଣ କରିବାର ଆବଶ୍ୟକ ରହିଛି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଆଜ୍ଞା ସେ ଶିଷ୍ୟମାନଙ୍କୁ ଦେଇଥିଲେ ଆଉ ଏହି ଆଜ୍ଞାକୁ ଆମକୁ ମଧ୍ୟ ପାଳନ କରିବାକୁ ହେବ। ବାପ୍ତିସ୍ମ ଗ୍ରହଣ କରିବା ଏହା ଧର୍ମ ପରିବର୍ତ୍ତନ କରିବାର ଗୋଟିଏ ଚିହ୍ନ ନୁହେଁ, ଏହା ହେଉଛି ମନ ପରିବର୍ତ୍ତନ କରିବାର ଗୋଟିଏ ଚିହ୍ନ। ଆଉ ଏହି ଚିହ୍ନକୁ ଆମମାନେ ନିହାତି ଗ୍ରହଣ କରିବାର ଆବଶ୍ୟକ ରହିଛି। ପ୍ରିୟମାନେ, ଯେଉଁ ସମୟରେ ଆମେ ବାପ୍ତିସ୍ମ ଗ୍ରହଣ କରୁ, ବାପ୍ତିସ୍ମ ଗ୍ରହଣ କଲା ପରେ ଆମମାନେ ପ୍ରଭୁଙ୍କ ସହିତ ଚାଲିବା ସମୟରେ ଆମେ ଅନେକ ଥର ଝୁଣ୍ଟି ଥାଉ, ଆମେ ପଡ଼ିଥାଉ। ବାପ୍ତିସ୍ମ ନ ନେବା ପୂର୍ବରୁ, ମନ ପରିବର୍ତ୍ତନ ନ କରିବା ପୂର୍ବରୁ ଆମମାନେ ସେହି ସମୟରେ ନିଜ ଇଚ୍ଛା ଅନୁସାରେ ଆମମାନେ ପାପ ଗୁଡ଼ିକ ଆମେ କରୁଥିଲୁ। ମାତ୍ର ବାପ୍ତିସ୍ମ ନେଲା ପରେ ଆମେ ପାପ କରିବାକୁ ଇଚ୍ଛା କରୁନାହୁଁ, ମାତ୍ର ବେଳେବେଳେ ଆମମାନେ ଦୁର୍ବଳ ଥିବାରୁ ଆମେ ପଡ଼ିଯାଉଛୁ। ଯେଉଁ ବ୍ୟକ୍ତି ପ୍ରକୃତରେ ମନ ପରିବର୍ତ୍ତନ କରିଛି ସେ କେବେ ହେଲେ ମଧ୍ୟ ପାପ କରିବାକୁ ଇଚ୍ଛା କରେ ନାହିଁ। ଆଗରେ ଆମେ ମନ ପରିବର୍ତ୍ତନ କରିନଥିଲୁ, ସେତେବେଳେ ବାଇ ଚଏସ୍ ଆମେ ଇଚ୍ଛା ଅନୁସାରେ ଏଇ ପାପ କରିବୁ, ସେଇ ପାପ କରିବୁ, ଏହା କହି ଆମେ ପାପ କରୁଥିଲୁ। ମାତ୍ର ବାପ୍ତିସ୍ମ ଗ୍ରହଣ କଲା ପରେ ବାଇଚାନ୍ସ ଆମେ ପାପ କରୁ, ଆମେ ପଡ଼ିଯାଉ। ଯେତେବେଳେ ଆମେ ବାପ୍ତିସ୍ମ ଗ୍ରହଣ କରିସାରୁ ଆଉ ସେ ସମୟରେ ପାପରେ ପଡ଼ିଯାଉ, ତାହେଲେ ଆମକୁ କ'ଣ କରିବାକୁ ପଡ଼େ? ମୁଁ କେତେଟା କଥା ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ପଦ ପଢ଼ିବା ଆମମାନେ ହିତୋପଦେଶ 24 ଅଧ୍ୟାୟ ଏହାର 16 ପଦ। ଯେଣୁ ଧାର୍ମିକ 7 ଥର ପଡ଼ିଲେ ହେଁ ପୁନର୍ବାର ଉଠେ, ମାତ୍ର ଦୁଷ୍ଟମାନେ ବିପଦରେ ଝୁଣ୍ଟି ପଡ଼ନ୍ତି। ପ୍ରିୟମାନେ, ଧାର୍ମିକ ବ୍ୟକ୍ତି ପଡ଼େ ନାହିଁ ବୋଲି ନାହିଁ, ଧାର୍ମିକ ବ୍ୟକ୍ତି ମଧ୍ୟ ପଡ଼େ। ଆପଣ ବାପ୍ତିସ୍ମ ଗ୍ରହଣ କରିଦେଲେ ଏହାର ଅର୍ଥ ନାହିଁ ଯେ ଆପଣ କେବେ ପଡ଼ିବେ ନାହିଁ, ଆପଣ ମଧ୍ୟ ପଡ଼ିବେ। ଆଉ ପଡ଼ୁନାହାନ୍ତି ତ ବହୁତ ଭଲ କଥା, ମାତ୍ର ଯଦି ଆପଣ ପଡ଼ି ଯାଉଛନ୍ତି ଆପଣଙ୍କୁ ଉଠିବାକୁ ହେବ। ଆପଣଙ୍କୁ କେହି ହାତ ଧରି ଉଠାଇବା ଦରକାର ନାହିଁ, ଉଠେ ଉଠେ ବୋଲି କହିବା ପାଇଁ। ଆପଣ ଯଦି କୌଣସି ପ୍ରକାର ପାପରେ ପଡ଼ିଛନ୍ତି, ଆପଣ କୌଣସି ଖରାପ ସଙ୍ଗତିରେ ଅଛନ୍ତି, ଖରାପ ଅଭ୍ୟାସରେ ଅଛନ୍ତି, ଲୁଚି ଲୁଚି ଖରାପ କାମ ଗୁଡ଼ିକ ଆପଣ କରୁଛନ୍ତି, ଆପଣଙ୍କୁ ଉଠିବାକୁ ପଡ଼ିବ। ଧାର୍ମିକ ବ୍ୟକ୍ତି 7 ଥର ପଡ଼ିଲେ ହେଁ ସେ ଉଠେ, ସେ ପଡ଼ିକିନା ରହେ ନାହିଁ। ଆପଣ ବାପ୍ତିସ୍ମ ଗ୍ରହଣ କରିଛନ୍ତି, ଆପଣ ଯଦି ପଡ଼ି ଯାଇଛନ୍ତି, ଆପଣ ଯେକୌଣସି ପାପରେ ପଡ଼ି ଯାଇଛନ୍ତି, ଆପଣଙ୍କୁ ଉଠିବାକୁ ପଡ଼ିବ। ପରମେଶ୍ୱର ଆପଣଙ୍କୁ ଉଠେଇବେ। ଆପଣ କହିବେ, ପ୍ରଭୁ ମୁଁ ଉଠିବା ପାଇଁ ଚାହୁଁଛି। ଯେକୌଣସି ପାପରେ ପଡ଼ିଛନ୍ତି ଆପଣ ଉଠନ୍ତୁ। ଉଠିକିନା କ'ଣ କରିବେ? ପ୍ରଥମ ଯୋହନ 1 ଅଧ୍ୟାୟର 9 ପଦରେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଏହା ମନେ ରଖନ୍ତୁ, ଆମେ ଯେଉଁ ପଡ଼ିଗଲୁ ଆମେ ସେଠି ପଡ଼ିକିନା ରହିଯିବା ନାହିଁ। ଦୁଷ୍ଟ ଲୋକ ସେ ପଡ଼ିଗଲେ ସେ ଆଉ ଉଠେ ନାହିଁ। ଓକେ, ମୁଁ ପଡ଼ିଗଲି, ମୁଁ ଏଠି ଆଉ ଉଠିବି ନାହିଁ ସେ କହେ। ମାତ୍ର ଗୋଟେ ଧାର୍ମିକ ବ୍ୟକ୍ତି ସେ ପଡ଼ିଗଲା ପରେ ଉଠେ। ଉଠିଲା ପରେ କ'ଣ କରେ? ସେ ଆପଣା ପାପ ସ୍ୱୀକାର କରେ। ଅନେକ ଜଣ ଅଛନ୍ତି ସେମାନେ କହନ୍ତି ମୁଁ ପଡ଼ିନଥାନ୍ତି, ସେ ତା ଲାଗି ମୁଁ ପଢ଼ିଲି, ସେ ପ୍ରକାର ହେଲା ବୋଲି ମୁଁ ପଢ଼ିଲି। ଆମେ ଅନ୍ୟକୁ ଦୋଷ ଦେବା କଥା ନୁହେଁ। ଏଇଟା ହେଉଛି ଆଦମର ସ୍ୱଭାବ। ଆଦମର ସ୍ୱଭାବ କ'ଣ? ମୁଁ କ'ଣ ଫଳ ଖାଇଥାନ୍ତି କି? ତୁମେ ଦେଇଥିବା ସ୍ତ୍ରୀ ମୋତେ ଦେବାରୁ ମୁଁ ଖାଇଲି, ମୁଁ ସିଦ୍ଧ, ମୁଁ ପରଫେକ୍ଟ, ମୁଁ ଭଲ। ଏଇଟା ହେଉଛି ଆଦମର ସ୍ୱଭାବ। ଏଇଟା ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମର ସେ ଆଦମର ସ୍ୱଭାବରୁ ଆମକୁ ପରିବର୍ତ୍ତନ କରିଛନ୍ତି। ଆମେ ଯେଉଁ ସମୟରେ ମଧ୍ୟ ପଡ଼ିଯାଉ, ଆମେ କୌଣସି ବାହାନାବାଜି କରିବା ନାହିଁ। ଆମେ ଏଥିପାଇଁ ପଢ଼ିଲି, ସେଥିପାଇଁ ପଢ଼ିଲି। ଆମର ଗୋଟିଏ କାମ ହେବ, ଆପଣା ପାପକୁ ଆମେ ସ୍ୱୀକାର କରିବା, ଆମେ ମାନି ନେବା। ପ୍ରଭୁ ମୁଁ ଏ ପାପ କରିଛି, ପ୍ରଭୁ ମୁଁ ଏହି ଭୁଲ କରିଛି। ପ୍ରିୟମାନେ, ଆମେ ଜୀବନର ଶେଷ ଯାଏଁ ଆମକୁ ଗୋଟେ ରିପେଣ୍ଟାନ୍ସ ଜୀବନ ଯାପନ କରିବାକୁ ପଡ଼ିବ। ଆପଣ ବାପ୍ତିସ୍ମ ନେଲା ପରେ ମଧ୍ୟ ଆପଣଙ୍କ ମନ ମଧ୍ୟରେ ବିଭିନ୍ନ ପ୍ରକାର ଖରାପ ଚିନ୍ତା ଭାବନା ଆସେ, ଆପଣ ଏ ପ୍ରକାର କାମ ଗୁଡ଼ିକ ଆପଣ କରି ପକାନ୍ତି।
ମାତ୍ର ଆପଣ ବାପ୍ତିସ୍ମ ନେଲା ପରେ ଯେଉଁ ସମୟରେ ପଡ଼ି ଯାଉଛନ୍ତି ସେହି ସମୟରେ ଆପଣ ଭାବନ୍ତୁ ନାହିଁ ଯେ ମୁଁ ଏତେ ସିଦ୍ଧ ବ୍ୟକ୍ତି କି ପ୍ରକାର ପଡ଼ିଗଲି। ପ୍ରିୟମାନେ, ଏହି ପୃଥିବୀରେ ଯେତିକି ଜଣ ଆସିଛନ୍ତି କେହି ଜଣେ ସିଦ୍ଧ ନାହିଁ। ସିଦ୍ଧ ବୋଲେ ଜଣେ ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଆପଣା ଜୀବନରେ କେବେ କୌଣସି ପାପ କରିନାହାନ୍ତି। ସେ କହିଲେ ଯଦି ମୋ ଠାରେ କେହି ପାପ ଅଛି ତାହେଲେ ତୁମେ ମାନେ କୁହ। ଆଜି ଯାଏଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପାପ କିଏ ଦେଖେଇ ନାହାନ୍ତି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସିଦ୍ଧ ବ୍ୟକ୍ତି। ସେ କୌଣସି ପାପ କରିନାହାନ୍ତି। ଆମେ ଦୁର୍ବଳ ଅଟୁ। ଆମେ ଯେଉଁ ସମୟରେ ଆମେ ପଡ଼ିଯାଉଛୁ ସେହିପରି ଆମେ ଉଠିବାକୁ ପଡ଼ିବ। ଉଠିବାର ଅର୍ଥ କ'ଣ? ନିଜର ପାପକୁ ମାନି ନେବା, ନିଜ ପାପକୁ ଆମେ ସ୍ୱୀକାର କରିନେବା। ଏଇଟା କରିବେ। ଏଇଟା ଯଦି ଆମମାନେ ଆପଣା ପାପକୁ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। କେଉଁ ପାପ କ୍ଷମା ହୁଏ ନାହିଁ? ଯେଉଁ ପାପକୁ ଆମେ ସ୍ୱୀକାର କରୁନୁ, ମାନୁନୁ, ମୁଁ କରିନାହିଁ, ତା ଲାଗି ମୁଁ କଲି, ଏମିତି କଲେ କ'ଣ ଅସୁବିଧା ହେଇଗଲା। ପ୍ରିୟମାନେ, ଆମେ ସେହି ପ୍ରକାର ଆମେ କରିବା କଥା ନୁହେଁ। ଆମେ ସାଙ୍ଗେ ସାଙ୍ଗେ ଆମମାନଙ୍କର ନିଜର ପାପକୁ ଆମେ ସାଙ୍ଗେ ସାଙ୍ଗେ ଆମେ ମାନି ନେବାଟା ଏହା ଭଲ। ଏହା ହେଉଛି ବହୁତ ଭଲ ଅଭ୍ୟାସ, କାରଣ ବାଇବଲ ତାହା ଆମମାନଙ୍କୁ ଶିଖାଏ। ସେଥିପାଇଁ ବାଇବଲ ଲେଖାଯାଏ ହିତୋପଦେଶ 28 ଅଧ୍ୟାୟର 13 ପଦରେ, ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ମାନେ ଘୋଡ଼େଇ ଦିଏ। ଘୋଡ଼ାନ୍ତୁ ନାହିଁ। ଆପଣଙ୍କର କିଏ ଦେଖି ନାହାନ୍ତି, କିଏ ଜାଣିନାହାନ୍ତି, ମାତ୍ର ପରମେଶ୍ୱର ଦେଖିଛନ୍ତି, ପରମେଶ୍ୱର ଜାଣିଛନ୍ତି। ଆପଣ ଯଦି ପଢ଼ୁଛନ୍ତି ତାହେଲେ ଉଠନ୍ତୁ। ଉଠିକିନା ନିଜର ପାପକୁ ସ୍ୱୀକାର କରନ୍ତୁ, ଆଚ୍ଛାଦନ କରନ୍ତୁ ନାହିଁ। ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼ଇ। ହେଲା, ସ୍ୱୀକାର କେବଳ କରିଦେଲେ ହେବ ନାହିଁ। ଆମେ ସ୍ୱୀକାର କଲା ପରେ ଛାଡ଼ିଦେବା କଥା। ସେଇଟା ସେଇ ମାର୍ଗରେ ଯିବା କଥା ନୁହେଁ। ସେଇ କାମ ଆଉ କରିବା କଥା ନୁହେଁ। ଏକରେ ତ ଆମେ ଲୁଚେଇବା ନାହିଁ, ଦୁଇରେ ଆମେ ସ୍ୱୀକାର କରିବା, ତିନିରେ ଆମେ ଛାଡ଼ିଦେବା, ତାହେଲେ ପରମେଶ୍ୱର ଆମକୁ ଦୟା କରିବେ। ପରମେଶ୍ୱରଙ୍କ ଠାରୁ ଆମେ ଦୟା ପାଇବା, ଅନୁଗ୍ରହ ଆମେ ପାଇବା। ଆମେ ପ୍ରିୟମାନେ, ଧାର୍ମିକ 7 ଥର ପଡ଼ିଲେ ହିଁ ସେ ଉଠେ। ଆଉ ଉଠି ସେ କ'ଣ କରେ? ନିଜ ପାପକୁ ସ୍ୱୀକାର କରେ। ଆମ୍ଭେମାନେ ଯଦି ଆପଣା ପାପକୁ ସ୍ୱୀକାର କରୁ, ପ୍ରିୟମାନେ, ପରମେଶ୍ୱର ଆମ ପାପ କ୍ଷମା କରିପାରିବେ। ଯଦି ଆମେ ଅନୁତାପ କରି ପ୍ରଭୁଙ୍କ ନିକଟକୁ ଆମେ ଯିବା ତାହେଲେ ସେ କରିପାରିବେ। ଯଦି ଆମେ ଆଚ୍ଛାଦନ କରିବୁ, ବାହାନା କରିବୁ, ଆମେ ସ୍ୱୀକାର କରିବୁ ନାହିଁ, ଛାଡ଼ିବୁ ନାହିଁ, ତାହେଲେ ଆମେ ଦୟା ପାଇବୁ ନାହିଁ। ଆମେ ସେଥିପାଇଁ ବାପ୍ତିସ୍ମ ଗ୍ରହଣ କଲା ପରେ ମଧ୍ୟ ଅନେକ ବିଶ୍ୱାସୀ ଭାଇ ଭଉଣୀମାନେ ସେମାନେ ବିଭିନ୍ନ ପ୍ରକାର ପାପରେ ପଡ଼ିଯାଆନ୍ତି। ମାତ୍ର ସେମାନେ ଜାଣି ପାପ କରନ୍ତି ନାହିଁ। ସେମାନେ ବାଇ ମିଷ୍ଟେକ୍ ସେସବୁ ପାପରେ ପଡ଼ିଯାଆନ୍ତି। ଆଉ ପଡ଼ିଗଲା ପରେ ସେମାନେ ନିଜର ପାପକୁ ସ୍ୱୀକାର କରି ପ୍ରଭୁଙ୍କ ଠାରେ ନିଜର ପାପକୁ ମାନି ନେଇ ସେ ପାପକୁ ଛାଡ଼ି ଜୀବନଯାପନ କରିବାର ଉଚିତ। ତାହେଲେ ପରମେଶ୍ୱର ଆପଣଙ୍କୁ ଦୟା କରିବେ। ଯଦି ଆପଣ ସେ ପ୍ରକାର କରିବେ ନାହିଁ ତାହେଲେ ଆପଣ କୌଣସି ପ୍ରକାର ଭାବେ ଦୟା ପାଇବେ ନାହିଁ। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ଗୌରବମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆମେ ତୁମର ଗୌରବ ମହିମା କରୁଛୁ ରାଜା। ଅନେକ ଭାଇ ଭଉଣୀମାନେ ସେମାନେ ବାପ୍ତିସ୍ମ ଗ୍ରହଣ କଲା ପରେ ମଧ୍ୟ ବିଭିନ୍ନ ପ୍ରକାର ପାପ ଗୁଡ଼ିକରେ ପଡ଼ିଯାଆନ୍ତି, ଦୁର୍ବଳତାରେ। ପ୍ରଭୁ, ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ସେ ପାପ ଗୁଡ଼ିକରୁ ସେମାନେ ଯୀଶୁଙ୍କ ନାମରେ ଜୟଲାଭ କରନ୍ତୁ। ତୁମର ପବିତ୍ର ଆତ୍ମାଙ୍କ ଶକ୍ତି, ତୁମର ଅନୁଗ୍ରହରେ ପ୍ରଭୁ ସେ ସବୁ ପାପ ଉପରେ ଜୟଲାଭ କରିବେ। କୌଣସି ମଧ୍ୟ ବିଶ୍ୱାସୀ ଗୋଟିଏ ପାପକୁ ବାରମ୍ବାର ନ କରୁ ପ୍ରଭୁ, ବାରମ୍ବାର ଗୋଟିଏ ପାପରେ ହିଁ ସବୁବେଳେ ନ ପଡ଼ୁ ପ୍ରଭୁ। ଦୟାକରି ତୁମେ ସେମାନଙ୍କୁ ଉଠାଅ। ଦୁର୍ବଳ ଅଛନ୍ତି, ତୁମେ ଶକ୍ତି ଦିଅ, ସାମର୍ଥ୍ୟ ଦିଅ, ଯାହାଦ୍ୱାରା କି ପ୍ରଭୁ ସେମାନେ ସେ ସବୁ ପ୍ରକାର ପାପ ସ୍ୱଭାବରୁ ବାହାରି ଆସିପାରିବେ। କାରଣ ସେମାନେ ବାପ୍ତିସ୍ମ ଗ୍ରହଣ କରିଦେଲେ। ବାପ୍ତିସ୍ମ ଗ୍ରହଣ କଲା ପରେ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରଲୋଭନ ଗୁଡ଼ିକ ସେମାନଙ୍କ ଜୀବନରେ ଆସେ। ଆଉ ସେ ସବୁ ପରୀକ୍ଷା ପ୍ରଲୋଭନ ଉପରେ ଜୟଲାଭ କରିବା ପାଇଁ ତୁମେ ଶକ୍ତି ଦିଅ, ତୁମେ ସାମର୍ଥ୍ୟ ଦିଅ, ଯାହାଦ୍ୱାରା ସେମାନେ ପାପ ଉପରେ ଜୟଲାଭ କରିବେ। ପାପ କଲା ପରେ ଗୋଟେ ଗିଲ୍ଟି ଫିଲ୍ କରି ସେମାନେ ପାପରେ ରହିଯିବେ ନାହିଁ। ମୁଁ ଏ ପ୍ରକାର ପାପ କେମିତି କଲି? ନିଜର ପାପ ଗୁଡ଼ିକକୁ ତୁମ ରକ୍ତରେ ଧୌତ କରି ପରିଷ୍କାର କରି ସ୍ୱୀକାର କରି ଆଗକୁ ବଢ଼ିପାରିବେ। ଦୟାକରି ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି ଆଉ ଗୋଟିଏ ଅଧ୍ୟାୟରେ ଆମେ ପରସ୍ପର ସହିତ ଗୋଟିଏ ନୂଆ ଭିଡ଼ିଓରେ ଆମେ ସାକ୍ଷାତ କରିବା। ଯଦି ଆପଣମାନଙ୍କର କୌଣସି ପରାମର୍ଶ ଅଛି ତାହେଲେ ଆପଣମାନେ ଦୟାକରି କମେଣ୍ଟସ୍ ମାଧ୍ୟମରେ ଆମମାନଙ୍କୁ ଜଣାଇ ପାରିବେ। କିଛି ପ୍ରଶ୍ନ ଅଛି ଆପଣ ପଚାରିପାରିବେ। ଆମେ ଚେଷ୍ଟା କରିବୁ ଆପଣମାନଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ। ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।